ପୂର୍ବ ସରକାରରେ ଏବଂ ସେମାନେ ଯେଉଁଭଳି ଭାବରେ ମିଛ ଡିଣ୍ଡିମା ପିଟୁଥିଲେ ଯେ ବିଭିନ୍ନ ପ୍ରକଳ୍ପ ଫେରି ଯାଉଛନ୍ତି ଓଡ଼ିଶାରୁ, କିନ୍ତୁ ଆଜି ପ୍ରମାଣିତ କରିଛି ଯେ ଫେରି ଯାଇଥିବା ପ୍ରକଳ୍ପ ଆମ ସରକାର ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ଭରସା କରି ଆଜି ଓଡ଼ିଶାକୁ ଆସୁଛନ୍ତି। ଆମ ରାଜ୍ୟ ପାଇଁ ଇଏ ନିହାତି ଭାବରେ ଏକ ଖୁସି ଖବର ଯେ ଯୋଉ ଶିଳ୍ପ ଆମ ରାଜ୍ୟରୁ ଫେରି ଯାଇଥିଲେ ପୂର୍ବ ସମୟରେ ବର୍ତ୍ତମାନ ଆମ ରାଜ୍ୟକୁ ସେ ଶିଳ୍ପ ଫେରୁଛନ୍ତି। ଏବଂ ପୂର୍ବରୁ ଆମେ କହୁଥିଲୁ ଯେ ପୋସ୍କୋ ଜେଏସଡବ୍ଲ୍ୟୁ ମିଶିକି ଓଡ଼ିଶାରେ ଇନଭେଷ୍ଟମେଣ୍ଟ କରିବେ। ଏବେ ପୋସ୍କୋ ନିଜେ ଗତ 2 ଦିନ ତଳେ ଆମର ସେମାନେ ଆନାଉନ୍ସ କରିଛନ୍ତି ସେ ଜେଏସଡବ୍ଲ୍ୟୁ ସହିତ 50-50 ସେୟାରିଂ ରେ ସେମାନେ ଇନଭେଷ୍ଟମେଣ୍ଟ କରିବେ। ପୂର୍ବରୁ ମଧ୍ୟ କେଉଁଝରରେ 5 ମିଲିୟନ ଟନର କରିବା ପାଇଁ ମଧ୍ୟ ପ୍ରସ୍ତାବ ରହିଥିଲା। ଏବେ ଢେଙ୍କାନାଳରେ ମଧ୍ୟ ଆଉ ଏକ ପ୍ରକଳ୍ପ 6 ମିଲିୟନ ଟନର ସେମାନେ ଇନଭେଷ୍ଟମେଣ୍ଟ କରିବେ, ଢେଙ୍କାନାଳରେ କରିବେ। ନିଶ୍ଚିତ ଭାବରେ ଇଏ ଆମ ରାଜ୍ୟ ପାଇଁ ଏକ ଖୁସିର ଖବର। ଆମ ରାଜ୍ୟର ସମୃଦ୍ଧ ନୀତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ଉପରେ ଯେଉଁଭଳି ଭାବରେ ବିଭିନ୍ନ ଇନଭେଷ୍ଟର ମାନଙ୍କର ଭରସା ବଢୁଛି ଏବଂ ଇଣ୍ଡଷ୍ଟ୍ରି ଫ୍ରେଣ୍ଡଲି ଆମେ ଯୋଉ କାମ କରୁଛୁ ସେଥିପାଇଁ ଆଜି ଆମ ରାଜ୍ୟକୁ ଫେରି ଯାଉଥିବା ଶିଳ୍ପ ପୁଣି ଫେରୁଛନ୍ତି। ଏବଂ ନିଶ୍ଚିତ ଭାବରେ ପୋସ୍କୋ ଗୋଟେ ବହୁତ ବଡ କମ୍ପାନୀ ଷ୍ଟିଲ ମ୍ୟାନୁଫ୍ୟାକ୍ଚରିଂ ରେ ତାଙ୍କର ଯୋଉ ଏକ୍ସପର୍ଟ ଅଛି, ନିଶ୍ଚିତ ଭାବରେ ଆମ ରାଜ୍ୟରେ ପୋସ୍କୋର ଇନଭେଷ୍ଟମେଣ୍ଟ ସବୁ ଆମକୁ ଏ ଗୋଟେ ବହୁତ ବଡ ସଫଳତା। ଆପଣ ଦେଖୁଥିବେ ଆମର ପୂର୍ବ ସରକାରରେ ଏବଂ ସେମାନେ ଯେଉଁଭଳି ଭାବରେ ମିଛ ଡିଣ୍ଡିମା ପିଟୁଥିଲେ ଯେ ବିଭିନ୍ନ ପ୍ରକଳ୍ପ ଫେରି ଯାଉଛନ୍ତି ଓଡ଼ିଶାରୁ, କିନ୍ତୁ ଆଜି ପ୍ରମାଣିତ କରିଛି ଯେ ଫେରି ଯାଇଥିବା ପ୍ରକଳ୍ପ ଆମ ସରକାର ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ଭରସା କରି ଆଜି ଓଡ଼ିଶାକୁ ଆସୁଛନ୍ତି। ଆଉ ନିଶ୍ଚିତ ଭାବରେ ଇଏ ଆମ ରାଜ୍ୟ ପାଇଁ ଏକ ବହୁତ ବଡ ଗୋଟେ ସଫଳତା ଏବଂ ଉପଲବ୍ଧି ମଧ୍ୟ। ଦେଖନ୍ତୁ ଉଭୟ ଜାଗାରେ କେଉଁଝରରେ ଆମର ଯୋଉ ଲ୍ୟାଣ୍ଡ ଆକ୍ୱିଜିସନ ପ୍ରୋସେସ ଚାଲିଛି, ପାଖାପାଖି ଯୋଉଠି ପ୍ରକଳ୍ପ ହବ ପାଖାପାଖି 12ଟି ପଞ୍ଚାୟତ ଜୋଗ୍ରାଫିକାଲି 12ଟି ପଞ୍ଚାୟତକୁ ନେଇକି ସେ ଲ୍ୟାଣ୍ଡ ଆକ୍ୱିଜିସନ କରାଯାଉଛି। ପାଖାପାଖି 6ଟି ପଞ୍ଚାୟତର ଗ୍ରାମ ସଭା ବି ସରିଗଲାଣି। ଆଉ ମଧ୍ୟ ଖୁବ ଶୀଘ୍ର କିଭଳି ଭାବରେ ଅଗ୍ରଗତି ହେବ ତା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇକି ସ୍ପେଶାଲ ଟାସ୍କଫୋର୍ସ ମଧ୍ୟ ଗଠନ କରାଯାଇଛି, ତା ଉପରେ ନଜର ରଖାଯାଇଛି। ଢେଙ୍କାନାଳରେ ମଧ୍ୟ ଆମ ପାଖରେ ଜମି ଅଛି, ଆଉ ଯଦି ଜମିର ଆବଶ୍ୟକ ପଡିବ ଆମେ ତୁରନ୍ତ ଯୋଗାଇ ଦେବୁ। ଯାହା ଯାହା ଆବଶ୍ୟକ ପଡିବ ତାଙ୍କୁ ଆମେ ଯୋଗାଇ ଦେବା ପାଇଁ ଆମେ ପ୍ରସ୍ତୁତ ଅଛୁ। ଏବଂ ଇଏ ଆମର ପ୍ରତିବଦ୍ଧତା ଆମ ସରକାରର କିଭଳି ଭାବରେ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଆହୁରି ଆଗକୁ ଯିବ, ଆହୁରି ଇନଭେଷ୍ଟମେଣ୍ଟ ଓଡ଼ିଶାକୁ ଆସିବ। ବିଶେଷ କରି ଆମର ଯୁବକ ମାନଙ୍କର ଆଶା ଆକାଂକ୍ଷା ପୂରା କରିବା ସହିତ ଯୋଉ ସମୃଦ୍ଧ ଓଡ଼ିଶା ଗଠନରେ ପ୍ରମୁଖ ଭୂମିକା ଶିଳ୍ପ ବିଭାଗ ରହିବ, ୟାକୁ ଗୁରୁତ୍ୱ ଦେଇକି କାମ କରାଯାଉଛି। ଦେଖନ୍ତୁ ଉଭୟ ସ୍ଥାନରେ ଜେଏସଡବ୍ଲ୍ୟୁ ପ୍ରକଳ୍ପ କରିବ ଏବଂ ପୋସ୍କୋ ମଧ୍ୟ ଜଏଣ୍ଟ ଭେଞ୍ଚରରେ ତାଙ୍କ ସହିତ ରହିବ। ଦେଖନ୍ତୁ ନୂଆଦିଲ୍ଲୀରେ ସେମାନେ ତାଙ୍କ ତରଫରୁ ଆନାଉନ୍ସ କରିଛନ୍ତି। ନିଶ୍ଚିତ ଭାବରେ ତାଙ୍କର ଯାହା ଯାହା ଆବଶ୍ୟକୀୟ ପଦକ୍ଷେପ ନେଲା ପରେ ସେମାନେ ଯେତେବେଳେ ଓଡ଼ିଶା ଆସିବେ ନିଶ୍ଚିତ ଭାବରେ ଆପଣମାନେ ସମସ୍ତେ ଜାଣିବେ। ଏବଂ ଏବେ ଗୋଟିଏ କଥା ଯେ ପୂର୍ବରୁ ଯେଉଁଭଳି ଭାବରେ ପୂର୍ବ ସରକାର ମୁଁ ଯୋଉ ଆଗରୁ କହିଥିଲି ଆଲିବାବା 40 ଚୋରର କାହାଣୀ ସେମାନେ କହୁଛନ୍ତି, ଏଇ କଥାରୁ ହିଁ ସବୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ସରକାରଙ୍କ ଉପରେ ନିବେଶକଙ୍କର ଯୋଉ ବିଶ୍ୱାସ ବଢିଛି ଏବଂ ନିବେଶ କରିବା ପାଇଁ ଯୋଉ ଓଡ଼ିଶାକୁ ପ୍ରଥମ ପସନ୍ଦ ଭାବେ ସମସ୍ତେ ମନ ବଳେଇଛନ୍ତି। ଧନ୍ୟବାଦ।